ମା ଆଲୋଚନା କରିବା ମାତୃରଚନାବଳୀ ଭାଗ 10 ଜ୍ଞାନ 459 460 461। ଗତକାଲି ଆମେ ଯୋଉଠି ସାରିଥିଲେ ସେଟା ଥିଲା ଯେ ନାସ୍ତିକ ମାନଙ୍କ ମଧ୍ୟରେ ମଧ୍ୟ ଈଶ୍ୱରଙ୍କୁ ଭଲ ପାଇବା ଏବଂ ତାପରେ କହିଥିଲେ ଯେ ଯୋଉମାନେ ଅଭିଶାପ ଦିଅନ୍ତି, ମାରନାଥ ଅଭିଶାପ ବୋଲି ମନ୍ତ୍ର ଉଚ୍ଚାରଣ କରନ୍ତି, ସେତେବେଳେ ମୁଁ ସେହି କ୍ଷେତ୍ରରେ ସତେଅବା ଏକ ଶୈତାନ ପ୍ରାର୍ଥନା କରୁଥିବାର ପ୍ରତ୍ୟକ୍ଷ କରେ। ତେଣୁ ଅଭିଶାପ ଦେବା ବା କାହା କୁ ଆପଣ କ୍ଷତି ପହଞ୍ଚେଇବା ଇଏ ହଉଛି ଶୈତାନର କାର୍ଯ୍ୟ, ବା ଆମେ ସେଇଭଳି ଭାବରେ ସତର୍କ ହବା ଯେମିତି ସେ ପ୍ରକାର କାହାର କ୍ଷତି ଆମେ ନ ଚାହୁଁ। ତାପରେ ଆଜି ପଢିବା ସେଇ ଶୈତାନଙ୍କ ଉପରେ। ମୁଁ ତ ଜ୍ଞାନ 459। ମୁଁ ତ ଶୈତାନ ଦ୍ୱାରା ଅତ୍ୟନ୍ତ ପରିମାଣରେ ଆତଙ୍କିତ ହୋଇ ରହିଥିଲି। ଶେଷରେ ଜାଣିଲି ଯେ ପ୍ରକୃତରେ ଈଶ୍ୱର ହିଁ ମୋତେ ଯାବତୀୟ ପ୍ରଲୋଭନ ଦେଖାଇବାରେ ଲାଗିଛନ୍ତି। ତାପରେ ଶୈତାନ ଦ୍ୱାରା ମୋ ଭିତରେ ଉପୁଜୁଥିବା ବେଦନା ଚିରକାଳ ଲାଗି ମୋ ଆତ୍ମା ଭିତରୁ ବିଦାୟ ହୋଇଯାଇଥିଲା। ଜ୍ଞାନ 460। ମୁଁ ଶୈତାନକୁ ଘୃଣା କରୁଥିଲି ଏବଂ ତାହାର ଯାବତୀୟ ପ୍ରଲୋଭନ ଏବଂ ଉତ୍ପୀଡ଼ନ ଦ୍ୱାରା ପୀଡ଼ିତ ହୋଇ ରହିଥିଲି। ମାତ୍ର କାହିଁକି ମୁଁ କହିପାରିବି ନାହିଁ, ତାହାର ବିଦାୟ ହୋଇ ଚାଲିଯିବା ସମୟର କଥା ଗୁଡ଼ିକ ଏଡ଼େ ମଧୁର ଥିଲା ଯେ ଯେତେବେଳେ ସେ ଅନେକ ସମୟରେ ଫେରିଆସି ମୋ ପାଖରେ ନିଜକୁ ନିବେଦନ କରିବା ଲାଗି ଇଚ୍ଛା ପ୍ରକାଶ କଲା, ସେତେବେଳେ ମୋତେ ଦୁଃଖର ସହିତ ହିଁ ନାହିଁ କହିବାକୁ ପଡ଼ିଥିଲା। ତାପରେ ମୁଁ ଆବିଷ୍କାର କଲି ଯେ ଏ ସବୁଥିରେ କେବଳ ସେଇ କୃଷ୍ଣ ହିଁ ଆପଣାର କୌଶଳ ମାନ ପ୍ରୟୋଗ କରିବାରେ ଲାଗିଛନ୍ତି ଏବଂ ଏହା ଫଳରେ ମୋର ଘୃଣା ହାସ୍ୟ ରୂପେ ପରିବର୍ତ୍ତିତ ହୋଇଗଲା। ଜ୍ଞାନ 461। ଶୈତାନ ଈଶ୍ୱରଙ୍କ ଉପରେ ବିଜୟ ଲାଭ କରିଛି ବୋଲି କହି ସେମାନେ ମୋ ଆଗରେ ସଂସାରରେ ରହିଥିବା ମନ୍ଦର ବ୍ୟାଖ୍ୟା କରି ଦେଉଥିଲେ। ମାତ୍ର ମୁଁ ଆହୁରି ଅଧିକ ଗର୍ବର ସହିତ ହିଁ ମୋର ପ୍ରେମାସ୍ପଦଙ୍କର କଥା ଭାବୁଛି। ମୁଁ ବିଶ୍ୱାସ କରୁଛି ଯେ କେବଳ ତାଙ୍କରି ଇଚ୍ଛା ବ୍ୟତୀତ କେବେ ହେଲେ ଆଦୌ କିଛି ହୁଏ ନାହିଁ। ସ୍ୱର୍ଗରେ ହେଉ ଅଥବା ନର୍କରେ ହେଉ, ସ୍ଥଳଭାଗରେ ହେଉ ଅଥବା ଜଳଭାଗରେ ହେଉ, ସର୍ବତ୍ର ଠିକ୍ ସେହିପରି ହୁଏ। ଏଇ ପ୍ରକୃତି ମଧ୍ୟରେ ଆମେ ଯୋଉ ବର୍ତ୍ତମାନ ଯୋଉ ଚେତନାରେ ରହିଛନ୍ତି, ଏଇ ଚେତନାରେ ବିଭାଜନ ପାର୍ଥକ୍ୟ ବୋଧ ହେଉଛି ତାର ସ୍ୱତଃ ପ୍ରବୃତ୍ତି। ସେଇ ପାର୍ଥକ୍ୟ ବୋଧରେ ହିଁ ତାର ସ୍ଥିତି ରହିଛି। ସେଥିପାଇଁ ଯେତେବେଳେ ସମର୍ପଣ କଥା କୁହାଯାଏ, ସେତେବେଳେ ସେ ଡରିଯାଏ। ଯଦି ମୁଁ ସମର୍ପଣ କରିଦେବି ମୋର ସ୍ଥିତି କୋଉଠି ରହିବ? କିନ୍ତୁ ଯେତେବେଳେ ଚେତନାର ଉର୍ଦ୍ଧ୍ୱ ସ୍ତରକୁ ଯାଏ, ସେତେବେଳେ ସେ ନିଜେ ହିଁ ଅନୁଭବ କରେ, ଉପଲବ୍ଧି କରେ ଏବଂ ତାର ସତ୍ୟାସତ୍ୟ ଜାଣିପାରେ ଯେ ଯେତେବେଳେ ମୁଁ ସମର୍ପିତ ହେଇଯାଉଛି, ସେତେବେଳେ ଏଇ ଯୋଉ ବ୍ୟକ୍ତିର ଯୋଉ ସ୍ୱଳ୍ପ ସାମର୍ଥ୍ୟ ଥିଲା ତାହା ଶେଷ ହେଇଯାଉ ନାହିଁ। ସେତେବେଳେ ସେ ଅନୁଭବ କରିପାରେ, ଯେତେବେଳେ ଜଣେ ସମର୍ପିତ ହୁଏ ସେତେବେଳେ ସେ ନିଜେ ଜାଣିପାରେ ଯେ ତାର ସାମର୍ଥ୍ୟ ହେଉଛି ସ୍ୱଳ୍ପ। ଯେତେବେଳେ ପର୍ଯ୍ୟନ୍ତ ସେ ପାର୍ଥକ୍ୟ ବୋଧ କରି ନିଜକୁ ଅନ୍ୟ ଜଣଙ୍କ ଠାରୁ ଦୂରେଇ ରଖିଥାଏ, ସେତେବେଳେ ସେ ତାର ସାମର୍ଥ୍ୟକୁ ନେଇକି ସେ ଭାବେ ଏଇଟା ହିଁ ହେଉଛି ସର୍ବୋଚ୍ଚ ସାମର୍ଥ୍ୟ। ଯେତେବେଳେ ସମର୍ପିତ ହେଇଯାଏ, ସେତେବେଳେ ସେ ଜାଣେ ତାର ହେଉଛି ସାମର୍ଥ୍ୟ ସ୍ୱଳ୍ପ ଏବଂ ପୂର୍ଣ୍ଣ ସମର୍ପିତ ହେଇଗଲା ପରେ ସେ ଯୋଉ ବିଶାଳ ସାମର୍ଥ୍ୟର ଭଣ୍ଡାର ଯୋଉ ପରମଙ୍କ ପାଖରେ ସେ ନିଜକୁ ସମର୍ପିତ କରିଦିଏ, ସେ ପରମଙ୍କର ସମସ୍ତ ସାମର୍ଥ୍ୟ ତାର ନିଜ ସାମର୍ଥ୍ୟ ହେଇଯାଏ। କିନ୍ତୁ ତା ପୂର୍ବ ପର୍ଯ୍ୟନ୍ତ ସେଇଥିପାଇଁ ଆମେ ଯୋଉ ପୂଜା କରନ୍ତି, ସେଥିପାଇଁ ଯେମିତି ଭଗବାନ ଏବଂ ଆମେ ଅଲଗା ହେଇକି ରହୁ, ତାହେଲେ ହିଁ ଆପଣ ପୂଜା କରିପାରିବେ। କିନ୍ତୁ ଯେତେବେଳେ ଜଣେ ଭଗବାନ ହୋଇ ଉଠିବ, ସେତେବେଳେ ତା ଭିତରେ ଭଗବାନଙ୍କର ଯୋଉ ଯେତେ ଗୁଡେ ସାମର୍ଥ୍ୟ, ଯେତେ ଗୁଡେ ଗୁଣ, ସବୁ କିଛି ଆବଶ୍ୟକ ଅନୁସାରେ ଯେତେବେଳେ ସେ ଚାହିଁବେ ସେତିକି ବେଳେ ତାହା ସେତିକି ହିଁ ପରିପ୍ରକାଶ ହେଇପାରିବ। ତେଣୁ ତାର ସାମର୍ଥ୍ୟ ବୃଦ୍ଧି ହବ ଏବଂ ସବୁଥିରେ ତାର ବୃଦ୍ଧି ହବ। କିନ୍ତୁ ତା ପୂର୍ବ ପର୍ଯ୍ୟନ୍ତ ଆମେ ପାର୍ଥକ୍ୟ ବୋଧ
ବଞ୍ଚୁଥିବାରୁ ଆମର ଏ ଦ୍ୱନ୍ଦ୍ୱ ଥାଏ ଏବଂ ନିଜର ସ୍ଥିତି ଆମକୁ ଅଧିକ ଠିକ ଲାଗେ। ସେଥିପାଇଁ ଯେତେବେଳେ ଆମେ ତାମାନେ ଏଠି ରୂପାନ୍ତର ଯେତେବେଳେ ହବ ସେତେବେଳେ ପରମଙ୍କ ସହିତ ଏକତ୍ୱ ହେଇ ପରମଙ୍କ ମଧ୍ୟରେ ବଞ୍ଚିବା, ଏଇଟା ହିଁ ହଉଛି ତାର ମୂଳ ମନ୍ତ୍ର। ସେତେବେଳେ ସେଥିପାଇଁ ଆମେ କଣ କଲେ, ସଂଗଠନ ସାମୂହିକ ଏ କାର୍ଯ୍ୟ ଗୁଡାକ ଆରମ୍ଭ ହେଲା, ଯାହାଦ୍ୱାରା ଆମ ଭିତରେ ଥିବା ଦୁର୍ବଳତା, ଅସମର୍ଥତା, ଯୋଉ ଅଗ୍ରଗତି ବିରୋଧିତା, ତାକୁ ଆମେ ଚିହ୍ନି ପାରିବା ଏବଂ ତା ଉପରେ ବିଜୟ ହାସଲ କରିବା ପାଇଁ ଆସ୍ପୃହା କରିବା, ମାଙ୍କ ଶକ୍ତିକୁ ଆମ ଭିତରେ କାର୍ଯ୍ୟକାରୀ କରିବା ପାଇଁ ବାଟ ଛାଡ଼ିବା। ସେତେବେଳେ ସଂଗଠନ ଭିତରେ, ସମୂହ ଭିତରେ ଲିଡର ହଉଛି କାମ କଣ, ସିଏ ମୁଖ୍ୟ ନୁହଁ, ସିଏ ଅର୍ଡର ଦବ, ଅନ୍ୟମାନେ କାମ କରିବ ନୁହଁ, ସିଏ କଣ ହୁଏ, ସିଏ ବି ସେଇ ଏକା ପଥର ଯାତ୍ରୀ। ତେଣୁ ସିଏ ସମସ୍ତଙ୍କ ସହିତ ମିଶି ଯେତେବେଳେ କାର୍ଯ୍ୟଟିକୁ ସଂଗଠିତ ଯଦି କରେଇ ନେଲା, ତାହେଲେ ସିଏ ଠିକ ଭୂମିକାରେ ପ୍ରସ୍ତୁତି ଚଳେଇଛି। ଯଦି ସିଏ କହିଲା ଯେ ଆଇ ଆମ୍ ଦ ଲିଡର ଆଣ୍ଡ ହ୍ୱାଟ ଆଇ ସେ ଆଣ୍ଡ ହ୍ୱାଟ ଆଇ ଅର୍ଡର ଦ୍ୟାଟ ଇଜ ଫାଇନାଲ ଆଣ୍ଡ ଦ୍ୟାଟ ସୁଡ ବି କ୍ୟାରିଡ ଆଉଟ, ସେତେବେଳେ ସେଇଟା କଣ ହୁଏ ନା ପାର୍ଥକ୍ୟବୋଧ ବା ନିଜର ଯୋଉ ସ୍ଥିତି ଜାହିର କରିବା ଆମେ, ସେଇଟାକୁ ସେ ପ୍ରତିଷ୍ଠିତ କରେ। ତେଣୁ ଏସବୁ ଭିତରେ ଆମେ ସଚେତନ ରହିବା, ଏଇ ବିଭାଜନ ଚେତନାରୁ ଆମେ ଊର୍ଦ୍ଧ୍ୱକୁ ଉଠିବା। ସେଥିପାଇଁ ଲେଖୁଛନ୍ତି ଆମର ଚେତନା ଥରେ ସେ ପରମ ଦିବ୍ୟ ଚେତନା ସହିତ ସମ୍ମିଳିତ ହୋଇଯାଇ ପାରିଲେ ଯାବତୀୟ ବିପରୀତତା ଅନ୍ତହିତ ହୋଇଯାଇଥାଏ। ଏଠି ବିପରୀତ ବୋଧଟା କାହିଁକି ଆସିଛି? ଯେତେବେଳେ ଆମ ଭିତରେ ପାର୍ଥକ୍ୟ ବୋଧ ରହିଛି, ଯେତେବେଳେ ଆମେ ନିମ୍ନ ଚେତନାରେ ରହିଛୁ, ସେତେବେଳେ ପାର୍ଥକ୍ୟ ବୋଧ, ବିପରୀତ ବୋଧ, ଏଇ ଜିନିଷ ଗୁଡିକ ଆମ ଭିତରେ ଥାଏ। ତେଣୁ ଯେତେବେଳେ ପରମଙ୍କ ସହିତ ଆପଣ ଏକୀଭୂତ ହେଇଯାଉଛନ୍ତି, ସମ୍ମିଳିତ ହେଇଯାଉଛନ୍ତି, ଇଏ ବିପରୀତତା ଆଉ ରହେ ନାହିଁ। ସେଥିପାଇଁ ଏଇ ଯୋଉ ଜ୍ଞାନ 460ରେ କହିଲେ, ଦେଖନ୍ତୁ କହୁଛନ୍ତି ମୁଁ ଶୈତାନକୁ ଘୃଣା କରୁଥିଲି ଏବଂ ତାର ଯାବତୀୟ ପ୍ରଲୋଭନ ଏବଂ ଉତ୍ପୀଡ଼ନ ଦ୍ୱାରା ପୀଡ଼ିତ ହୋଇ ରହିଥିଲି। ଯେତେବେଳେ ମୁଁ ଶୈତାନକୁ ଘୃଣା କଲି, ତାମାନେ ବର୍ତ୍ତମାନ ସୁଦ୍ଧା ବି ଆମ ଭିତରେ ଗୋଟେ ପାର୍ଥକ୍ୟ ବୋଧ ରହିଲା। କିନ୍ତୁ ଏଠି ମିସକନସେପ୍ଟ କରିବେ ନାହିଁ, ଶୈତାନ ମୁଁ ପାର୍ଥକ୍ୟ ବୋଧ ରଖିବି ନାହିଁ ବୋଲି ଶୈତାନ ଯାହା କରୁଛି ମୁଁ ତା ସହିତ ମିଶିଯିବି ନାହିଁ। ପରମଙ୍କ ସହିତ ମିଶିକରି ଯିବି। ପରମଙ୍କ ସହିତ ମିଶିଗଲେ ଶୈତାନ ଭିତରେ ଯୋଉ ପରମଙ୍କର କାର୍ଯ୍ୟଟି ଘଟୁଛି ତାକୁ ହିଁ ମୁଁ ଆଡ୍ରେସ କରିପାରିବି ଏବଂ ଶୈତାନ ମଧ୍ୟ ମୋର ବଶୀଭୂତ ହେଇକି ରହିବ। କାହିଁକି ନା ମୁଁ ପରମଙ୍କର ହେଇଯାଇଥିବି, ଆଉ ପରମଙ୍କ ପାଖରେ ଏମିତି କିଛି ବିରୋଧୀ ଶକ୍ତି ନାହିଁ ଯିଏ ପରମଙ୍କ ଠାରୁ ବଳିଯିବ ବା ଟପିଯିବ। ଆପଣ ଦେଖନ୍ତୁ ଯେତେ ଯେତେ ବର ପାଇଛନ୍ତି, ଯିଏ ଯାହା କରିଛି, ବାଟ ବାହାରି ଯାଇଛି। ସେ ଭାବିଲେ ଯେ ଆମେ ମରିବୁ ନାହିଁ, ଆମେ ଏମିତି ବର ମାଗି ଦଉ ଯେ ଆମେ ମରିବୁ ନାହିଁ, କିନ୍ତୁ ପରମଙ୍କ ପାଖରେ ତମେ ପାଇବ ନାହିଁ। କୋଉ ବାଟରେ କେମିତି କଣ ଥାଏ ତାର ସବୁ ସିଏ କାଢିବେ। ଏଇଥିପାଇଁ ହଉଛି କଥା କଣ, ଯେ ମୁଁ ଶୈତାନକୁ ଘୃଣା କରିବି ନାହିଁ, ଶୈତାନର ପ୍ରଲୋଭନରେ ପଡିବି ନାହିଁ, ଶୈତାନ ସହିତ ଏକୀଭୂତ ହେଇଯିବି ନାହିଁ। ଏ ସବୁ ଗୁଡାକ ଏକା ସାଙ୍ଗରେ ମନେ ରଖିବାକୁ ପଡିବ। ଆପଣ ଗୋଟାଏ ଲାଇନ ମନେ ରଖିବ, ଅନ୍ୟ ଗୁଡାକ ଭୁଲିଗଲେ ହବନି। ଏଠି କୁହାଯାଇଛି ଶୈତାନକୁ ଘୃଣା କରିବି ନାହିଁ, କାହିଁକିନା ଶୈତାନ ଭିତରେ ଭଗବାନ ଅଛନ୍ତି। ତା ବୋଲି ଶୈତାନଙ୍କ ସହିତ ମିଶିକି ତା ସହିତ ଏକାଠି କାମ କରିବେ, ତାହେଲେ ଆପଣ ଶୈତାନ ହିଁ ହେଇଯିବେ। ପରମଙ୍କ କାହିଁକିନା ପ୍ରଲୋଭନ ଶୈତାନ ଦେଖାଏ, ପରମ ପ୍ରଲୋଭନ ଦେଖାନ୍ତି ନାହିଁ। ତେଣୁ ଏଠି ଆଉ ଗୋଟେ କଥା ମନେ ରଖି ଦେଖନ୍ତୁ, ଆମେ ଭାବି ନିଅନ୍ତୁ ଯିଏ ଆପଣଙ୍କୁ ପ୍ରଲୋଭନ ଦେଖେଇକି କାମ କରଉଛି, ଆପଣ ଜାଣନ୍ତୁ ତାମାନେ ସିଏ ହେଉଛି ଶୈତାନର ଗୋଟେ କାର୍ଯ୍ୟଶୈଳୀ, ତାହା ଭଗବତ କାର୍ଯ୍ୟଶୈଳୀ ନୁହେଁ। କାହିଁକିନା ଏଇ ଯୋଉ ସଚେତନ ବୋଧତା ଆମ ଭିତରେ ରହିବା ଦରକାର। ଆମେ ଜାଣିବା ଦରକାର ପ୍ରକୃତରେ ଯେ ଆପଣ କାର୍ଯ୍ୟ କଲା ବେଳେ ଆମେ ସାଧାରଣତଃ ପ୍ରଲୋଭନ ଦେଖେଇକି ଯେତେବେଳେ ପିଲାଙ୍କୁ ଗଢନ୍ତି, ତାହା କଣ କରେ, ତା ଭିତରେ ଏଇ ପ୍ରବୃତ୍ତି ଗୁଡାକ ସୃଷ୍ଟି କରେ। ଶୈତାନର ପ୍ରବୃତ୍ତି, ଏଇଟା ତୁ କରିଦେ ତତେ ଚକୋଲେଟ ଦିଆଯିବ ନାଇଁ, ଆପଣ ତାକୁ କାର୍ଯ୍ୟ କରିବା ପାଇଁ ଯୋଉ ମୋଟିଭେଟ କରିବାକୁ ଚାହୁଁଛନ୍ତି, ମୋଟିଭେଟ କରନ୍ତୁ, ପ୍ରଲୋଭନ ଦେଖାନ୍ତୁନି। ଦେଖନ୍ତୁ ମୋଟିଭେଟ କରିବା ଆଉ ପ୍ରଲୋଭନ ଦେଖିବା ଦିଟା ଅଲଗା ଅଲଗା ଜିନିଷ। ଜଣକୁ ଉତ୍ସାହିତ କରିବା ପାଇଁ ଆପଣ ଯେତେବେଳେ କିଛି ଗୋଟେ ପ୍ରଲୋଭନ ଦେଖାଉଛନ୍ତି, ତାହା ମୋଟିଭେସନ ନୁହଁ, ତାହା ହଉଛି ପ୍ରଲୋଭନ।
ତେଣୁ ଆମେ ସଚେତନ ରହିବା ଯେପରି କୌଣସି ବାଟରେ ବି ଆମ ଭିତରେ ଶୈତାନର କାର୍ଯ୍ୟ ଆମ ଭିତରେ ନ ଆସୁ। ଠିକ ଅଛି, ଏଠି କହିବେ ଆପଣ ଯେ ମୁଁ ତାକୁ ଦେବି ନା ଦେବି ନାହିଁ। ହଁ, ଯଦି ସେ କାର୍ଯ୍ୟ କରିସାରିଛି ଆପଣ ଖୁସି ହେଇକି ତାକୁ ଦେଇପାରନ୍ତି, ଖାଇବାକୁ ଦିଅନ୍ତୁ, କିନ୍ତୁ ପ୍ରଲୋଭନ ଦେଖାନ୍ତୁନି ତୁ ଏଇଟା କଲେ ମୁଁ ଏହା ଦେବି, ଚାଲ ଆମେ ଯିବା, ଠିକ ଅଛି ଆମେ ଖାଇବୁ, ତୁ କରିଦେ, ତୁ କରିଲେ ହିଁ ଦେବି, ନ କରିଲେ ଦେବି ନାହିଁ, ସେମିତି କରନ୍ତୁ ନାହିଁ। ତେଣୁ ଏଇଠି 459ରେ କହିଲେ ଯେ ଯେତେବେଳେ ଏ ସେଥିପାଇଁ କହୁଛି ମୁଁ ପ୍ରଥମେ ଶୈତାନ ଦ୍ୱାରା ଅତ୍ୟନ୍ତ ପରିମାଣରେ ଆତଙ୍କିତ ହୋଇ ରହିଥିଲି ଏବଂ ଶେଷରେ ଜାଣିଲି ଯେ ପ୍ରକୃତରେ ଈଶ୍ୱର ହିଁ ମୋତେ ଯାବତୀୟ ପ୍ରଲୋଭନ ଦେଖାଇବାରେ ଲାଗିଛନ୍ତି। ଏଇଠି କଣ ହୁଏ, ଏଇ ଯୋଉ ଲାଇନଟା ଆମେ ଆମର ବ୍ୟବହାରିକ ଦିଗରେ ଆମେ ମନେ ପକେଇବା, କଣ ହୁଏ ଯେ ଆମେ ଯେ ସମର୍ଥ ଯୁକ୍ତ ହେଇଛନ୍ତି କି ନାହିଁ, ଆମେ କେମିତି ପରୀକ୍ଷିତ ହବା ବୋଲି ଆମେ ଭାବନ୍ତି। ପ୍ରକୃତରେ ପରୀକ୍ଷିତ ନୁହଁ, ଆମକୁ ଅଧିକ ସାମର୍ଥ୍ୟ ଯୁକ୍ତ କରିବା ପାଇଁ କଣ କରାଯାଏ, କିଛି ପ୍ରଲୋଭନ ଆସେ। ସେ ପ୍ରଲୋଭନଟା ପ୍ରାୟତଃ ଦେଖିବେ ସଫଳତା ଆକାରରେ ଆସେ। ଆପଣ ଯେତେବେଳେ ସଫଳତା ଆମକୁ ଦିଆଯାଏ, ସେଇଟା ହିଁ ହଉଛି ଗୋଟେ ପ୍ରଲୋଭନ, ଯେ ଆପଣ ସେ ସଫଳତାକୁ କିପରି ଆଡ୍ରେସ କରୁଛନ୍ତି, ଉତ୍ଫୁଲ୍ଲିତ ହେଇଯାଉଛନ୍ତି, ନିଜର ସାମର୍ଥ୍ୟ ନିଜର ଗାରିମା ଉପରେ ବାହା ନଉଛନ୍ତି ନା ପ୍ରଭୁଙ୍କ ପାଖରେ କୃତଜ୍ଞ ହଉଛନ୍ତି। ମୋ ଯୋଗୁ ଏଇଟା ସମ୍ଭବ ହେଲା ବୋଲି ଭାବୁଛନ୍ତି ନା ମାଙ୍କର କୃପା କରୁଣା ବଳରେ ଏଇ ଯେ ଘଟଣାଟି ଘଟିଲା ବୋଲି ସ୍ୱାଭାବିକ ଭାବରେ ସ୍ୱତଃ ପ୍ରବୃତ ଭାବରେ ନିଜ ଭିତରେ ସେ ଭାବ ଆସୁଛି। ଏଇଗୁଡ଼ିକ ଆମର ଯୋଉ ଅସାମର୍ଥ୍ୟତା ରହିଛି ତାକୁ ହିଁ ଦେଖେଇ ଦେବା ପାଇଁ ଆମ ପାଖରେ ପ୍ରଲୋଭନ ଆସିଥାଏ। ତେଣୁ ସେତେବେଳେ ଆମେ ତାକୁ ବିରୋଧୀ ଶକ୍ତିର କାର୍ଯ୍ୟ କହୁଛୁ, ବା କାହିଁକି ବିରୋଧୀ ଶକ୍ତିର କାର୍ଯ୍ୟ କହୁଛୁ, ଯୋଉଟା ମତେ ପ୍ରଲୋଭିତ କରି ପଥଭ୍ରଷ୍ଟ କରାଇଲା ତାହା ବିରୋଧୀ ଶକ୍ତିର କାର୍ଯ୍ୟ ହେଇଗଲା। ତେଣୁ ପ୍ରକୃତରେ ତାହେଲେ କିଏ ସେ ଡେଫିନେସନ ଟା ଆମ ଭିତରେ ତିଆରି ହଉଛି, କେତେବେଳେ ହଉଛି ବା କିଏ ସେ କରୁଛି, ଯେତେବେଳେ ମୁଁ ପ୍ରଲୋଭିତ ହଉଛି ସେତେବେଳେ ସେଇଟା ବିରୋଧୀ ଶକ୍ତିର କାର୍ଯ୍ୟ ହଉଛି। ଯଦି ସେଇ କାର୍ଯ୍ୟଟି ମୋ ପାଇଁ ଯେତେବେଳେ ଆସି ପହଞ୍ଚିଲା, ମୁଁ ତାକୁ ଷ୍ଟେପ କରିକିରି ଉର୍ଦ୍ଧ୍ୱକୁ ଉଠିଗଲି, ତା ପ୍ରଲୋଭନରେ ପଡିଲେ ନାହିଁ, ଆରେ ଏମିତି ପ୍ରଲୋଭନ ଆସେ କି, ହଁ, ଯଦି ପଡିଲେ ନାହିଁ ତାହେଲେ ସେଇ କାର୍ଯ୍ୟଟା ଈଶ୍ୱରଙ୍କ କାର୍ଯ୍ୟ ହେଇଗଲା। ସେଇ କଥାଟି ଏଠି କହୁଛନ୍ତି ଯେ ଈଶ୍ୱର ହିଁ ମୋତେ ଯାବତୀୟ ପ୍ରଲୋଭନ ଦେଖାଇବାରେ ଲାଗିଛନ୍ତି। ତେଣୁ ତାପରେ କଣ ହେଇଗଲା, ତାପରେ ଲାଇନଟା ଦେଖ, ସେଇଥିପାଇଁ କହିଲେ ଯେତେବେଳେ ମୁଁ ତାକୁ ଗ୍ରହଣ କରିନେଲି ଯେ ଈଶ୍ୱର ମୋ ପାଇଁ ପରୀକ୍ଷା କରାଉଛନ୍ତି ଏବଂ ମୋତେ ତାକୁ ଡେଇଁ ଯିବାର ଅଛି, ତାପରେ କଣ ହେଲା ନା ଶୈତାନ ଦ୍ୱାରା ମୋ ଭିତରେ ଉପୁଜୁଥିବା ବେଦନା ଚିରକାଳ ଲାଗି ମୋ ଆତ୍ମା ଭିତରୁ ବିଦାୟ ହୋଇଯାଇଥିଲା। ତେଣୁ ଯେତେବେଳେ ମୁଁ ତାକୁ ଗ୍ରହଣ କରିନେଲି ମୋର ଅଗ୍ରଗତିର ପାବଚ୍ଛ ରୂପରେ, ସେତେବେଳେ କଣ ହେଲା ନା ସେଇ ଯୋଉ ବେଦନା ହଉଥିଲା ଶୈତାନ ଯୋଗୁ ମୋ ଭିତରୁ ଚାଲିଗଲା, ଆନନ୍ଦ ହିଁ ଆନନ୍ଦ ହିଁ ଆସିଯିବ। ତାପରେ ଆନନ୍ଦ ହିଁ ଆନନ୍ଦ ଆସିଯିବ। ତାପରେ ଜ୍ଞାନ 460 ଆମେ ଆଲୋଚନା କଲେ ଯେ ଯେତେବେଳେ ଶୈତାନର ପ୍ରଲୋଭନ ବା ଉତ୍ପୀଡ଼ନ ଦ୍ୱାରା ମୁଁ ଉତ୍ପୀଡ଼ିତ ହଉଥିଲି, କିନ୍ତୁ ଗୋଟେ ସମୟ ଆସିଲା ଯେତେବେଳେ ସେ ଅନେକ ସମୟରେ ଫେରି ଆସି ମୋ ପାଖରେ ନିଜକୁ ନିବେଦନ କରିବା ଲାଗି ଇଚ୍ଛା ପ୍ରକାଶ କଲା, ମାନେ ବର୍ତ୍ତମାନ ସିଏ ଆସୁଛି ମୋ ଭିତରେ କାମ କରିବା ପାଇଁ, ସେତେବେଳେ ମୁଁ ତାକୁ ଦୁଃଖର ସହିତ ହିଁ ନାହିଁ କରିବାକୁ ପଡ଼ିଥିଲା। ଯଦି ଆପଣ ତାକୁ ନାହିଁ କରୁନାହାନ୍ତି, ସେଇଥିପାଇଁ ଆରମ୍ଭ କଲେ ମୁଁ ଶୈତାନକୁ ଘୃଣା କରୁନାହିଁ, ଶୈତାନର ପ୍ରଲୋଭନରେ ପଡୁନାହିଁ, ଏଇଟା ଗୁରୁତ୍ୱପୂର୍ଣ୍ଣ। ଶୈତାନ ମୋ ଭିତରେ ଯେତେ କାର୍ଯ୍ୟ କରିବାକୁ ଆସିବ ମୁଁ ତାକୁ ନାହିଁ କରିବାକୁ ପଡିବ। ମାନେ ସେଇଥିପାଇଁ ଏଇଠି ଆମେ ମନେ ରଖିବା କଣ, ଆମର ବ୍ୟବହାରିକ କାର୍ଯ୍ୟରେ, ଆମର ଯେତେବେଳେ ସଂଗଠନ ଭିତରେ, ଯେତେବେଳେ ବ୍ୟକ୍ତିଗତ କାର୍ଯ୍ୟରେ ମୁଁ କରୁଛି, କୌଣସି ପ୍ରକାରରେ ବି ଟିକିଏ ନାକୁରୁ ବି କୌଣସି ପ୍ରକାରର ଅହଂର କାର୍ଯ୍ୟକୁ ସମର୍ଥନ କରିବି ନାହିଁ। ମାଙ୍କ ପାଖରେ ମାଙ୍କ ପାଇଁ ବା ମାଙ୍କ କଥାରେ ନିଜର ଷ୍ଟାଣ୍ଡଟାକୁ ରଖିବି। କଣ କରିବା, ଆମେ କଣ କିଛି କରିପାରିବା, ସିଏ ବଡ ବଡ ଲୋକ କହୁଛନ୍ତି, ନାଇଁ ନାଇଁ ଠିକ ଅଛି, ଆପଣ କିଛି କରିପାରିବେ ନାହିଁ, କିନ୍ତୁ ତାଙ୍କୁ ସମର୍ଥନ କରନ୍ତୁ ନାହିଁ, ତାଙ୍କ ପାଇଁ ଷ୍ଟାଣ୍ଡ କରନ୍ତୁ ନାହିଁ। ନିରପେକ୍ଷ ରହିବା ଅର୍ଥ ହଉଛି ଆପଣ ବିରୋଧ କରିବା ବା ପଥଭ୍ରଷ୍ଟ ହବା। ବର୍ତ୍ତମାନ ପୂର୍ଣ୍ଣ ଯୋଗରେ ଆଇଦର ଅର୍,
ସତ୍ୟ ଅଥବା ରସାତଳ ମଝି ମଝିଆ ନାହିଁ। এইটা ଆମେ ମନେ ରଖିବା। ସେଥିପାଇଁ କହୁଛନ୍ତି ସେତେବେଳେ ମୋତେ ଦୁଃଖର ସହିତ ହିଁ ନାହିଁ କରିବାକୁ ପଡ଼ିଥିଲା, ଯେତେବେଳେ ମୁଁ ନାହିଁ କରିଲି ତାପରେ ହେଲା କ'ଣ, ମୁଁ ଆବିଷ୍କାର କଲି ଯେ ଏ ସବୁଥିରେ କେବଳ ସେହି କୃଷ୍ଣ ହିଁ ଆପଣାର କୌଶଳ ମାନ ପ୍ରୟୋଗ କରିବାରେ ଲାଗିଛନ୍ତି। ତାର ଫଳରେ ମୋ ଭିତରେ ଥିବା ଘୃଣା ହାସ୍ୟରେ ପରିବର୍ତ୍ତିତ ହୋଇଗଲା। ତାମାନେ ମୁଁ ଯଦି ନାହିଁ କରୁନାହିଁ, ତେବେ ଶୈତାନ ମୋ ଭିତରେ କାର୍ଯ୍ୟ କରିବା ଆରମ୍ଭ କରିବ, ପରମଙ୍କ ଶକ୍ତି ମୋ ଭିତରେ କାର୍ଯ୍ୟ କରିପାରିବ ନାହିଁ। ପୁଣି ଆପଣ କହିବେ ପୁଣି ଶୈତାନ କୋଉଠୁ ହେଲା? ଶୈତାନ ଭିତରେ ଭଗବାନ ଅଛନ୍ତି? ନାହିଁ, ଭଗବାନ ଅଛନ୍ତି, ମନା ନାହିଁ ତ, ଭଗବାନ ଅଛନ୍ତି। ଭଗବାନ ଅଛନ୍ତି ଭଗବତ ଦିଗରେ, ପରମଙ୍କୁ ପରିପ୍ରକାଶ କରିବା ଦିଗରେ ଆପଣଙ୍କୁ ଯିବାକୁ ହେଲେ ପରମଙ୍କ ସହିତ ଏକତ୍ର ହେବାକୁ ପଡ଼ିବ। ତାଙ୍କର ଯୋଉ ପରିପ୍ରକାଶ ରହିଛି, ଇଏ ଯୋଉ ଗୋଟେ ପରିପ୍ରକାଶ, ଯିଏକି ତା କାମ ହେଲା ମତେ ଟେଷ୍ଟ କରିବ, ମତେ ଛାଣିବ ଯେ ମୋ ଭିତରେ ସାମର୍ଥ୍ୟ ଅଛି ନା ନାହିଁ। ଯୋଉ ବିରୋଧୀ ଶକ୍ତି ବା ଶୈତାନର କାମ କ'ଣ? ମତେ ପରୀକ୍ଷା କରିବ, ମୋର ସାମର୍ଥ୍ୟକୁ ବୃଦ୍ଧି କରିବା ପାଇଁ ଯାବତୀୟ ପରିବେଶ ପରିସ୍ଥିତି ତିଆରି କରିବ। ମୁଁ ତାକୁ ସେଇଭଳି ଭାବରେ ବ୍ୟବହାର କରିବି। ସେ ତ ସେଇଥିପାଇଁ ତିଆରି ହେଇଛି। ମୁଁ ତା ସହିତ ମିଶି ଯାଇକିରି ମୁଁ କାହିଁକି ଆଉ କାହାକୁ ପରୀକ୍ଷା କରିବାକୁ ଯିବି? ଯେତେବେଳେ ମୁଁ ତାକୁ ନାହିଁ କହିବା ଶିଖି ଯାଉଛି, ମୋ ଭିତରେ ସାମର୍ଥ୍ୟ ବୃଦ୍ଧି ହେଇଯିବ ଏବଂ ତାପରେ ଆପଣାର କୌଶଳ ମାନ ଯୋଉଟା କୃଷ୍ଣ କୌଶଳ କରୁଛନ୍ତି ତାହା ଆପଣ ଜାଣିପାରିବେ ଏବଂ ତା ଫଳରେ ଆଉ ଘୃଣା ଆସିବ ନାହିଁ, ହାସ୍ୟରେ ପରିବର୍ତ୍ତିତ ହେବ। ଜ୍ଞାନ 461 କହୁଛନ୍ତି ଶୈତାନ ଈଶ୍ୱରଙ୍କ ଉପରେ ବିଜୟ ଲାଭ କରିଛି ବୋଲି କହି ସେମାନେ ମୋ ଆଗରେ ସଂସାରରେ ରହିଥିବା ମନ୍ଦର ବ୍ୟାଖ୍ୟା କଲେ। ଇଏ ହଉଛି ଆଉ ଗୋଟେ କଥା, ମାନେ ସବୁ କଥା ଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ କଥା। ଅଳ୍ପରେ ସିନା ଆମେ କଥା ହଉଛନ୍ତି, ଯଦି ଆଲୋଚନା କରିବା ଗୋଟାଏ ବିଷୟ ପଳେଇବ ଘଣ୍ଟାଟେ ମିନିମମ୍, ତାଠୁ ଅଧିକ ଯିବ। କହୁଛନ୍ତି କ'ଣ? ଆମ ଶୈତାନ, ଆପଣ ଦେଖିବେ ଆପଣଙ୍କ ଆଗରେ ଶୈତାନର ସବୁବେଳେ ବିଜୟ ଚାଲିଛି। ଯୋଉମାନେ ଅହଙ୍କ ଇନ୍ଦ୍ରିକ ହେଇଛନ୍ତି, ଯୋଉମାନେ ମାନ ଯଶ ଅର୍ଥ ପଛରେ ଦୌଡୁଛନ୍ତି, ସେମାନେ ହିଁ ବର୍ତ୍ତମାନ ପର୍ଯ୍ୟନ୍ତ ଲିଡିଂ କରୁଛନ୍ତି। ସେମାନେ ଯାହା କହୁଛନ୍ତି, ଯାହା ଚାହୁଁଛନ୍ତି କରି ଚାଲିଛନ୍ତି, ତାଙ୍କର ହିଁ ବିଜୟ ହଉଛି, ଦେଖାଯାଉଛି ପୁରା। ଏବଂ ସିଏ କହିବେ ଦେଖ, ମାନେ ଦେଖ ମୁଁ ହିଁ ବିଜୟ ଲାଭ କରୁଛି। ପ୍ରତ୍ୟେକ ସଂଗଠନରେ ଯଦି ଆପଣ ଦେଖିବେ, ଘରେ ହଉ, ସଂଗଠନରେ ହଉ, ଅନୁଷ୍ଠାନରେ ହଉ, ଯୋଉଗୁଡ଼ିକ ନିଜକୁ ପ୍ରତିଷ୍ଠିତ କରୁଛନ୍ତି, ତାଙ୍କ ପାଖରେ ଅର୍ଥ କ୍ଷମତା ଧରିକି ସେ ପୁରା ଛାତିରେ ହାତ ବାଡ଼େଇକି କାମ କରି ଚାଲିଛନ୍ତି। କହୁଛନ୍ତି କିଏ ମୋର କ'ଣ କରିବ ଦେଖିବା। ନିଜ ଗୋଡ଼ରେ ନିଜେ ସେମାନେ କୁରାଢ଼ି ମାରୁଛନ୍ତି। ଆମକୁ ସଚେତନ ହେବାକୁ ପଡ଼ିବ। ଆମେ ମାଙ୍କର ଷ୍ଟାଣ୍ଡ ନେବାକୁ ପଡ଼ିବ, ସେ ବ୍ୟକ୍ତିର ଷ୍ଟାଣ୍ଡ ନେବେ ନାହିଁ। ସେ କହୁଛନ୍ତି ସେଇଥିପାଇଁ ସେ ମନ୍ଦର ବ୍ୟାଖ୍ୟା କରି ସେ ଆମ ପାଖରେ ପହଞ୍ଚେଇବେ, ଦେଖ ମୁଁ ବିଜୟ କରୁଛି, ମା କୋଉଠୁ ନୁହଁ। କିନ୍ତୁ ସେତେବେଳେ ମତେ କ'ଣ ନେବାକୁ ପଡ଼ିବ? ପ୍ରଭୁ କହୁଛନ୍ତି ମୁଁ ଆହୁରି ଅଧିକ ଗର୍ବର ସହିତ ହିଁ ମୋର ପ୍ରେମାସ୍ପଦଙ୍କର କଥା ଭାବୁଛି। ସିଏ ତାଙ୍କର ବିଜୟ ଚାଲିଛି ତ ମୁଁ ସେତେବେଳେ ମତେ କ'ଣ ହେଲା ନା, ମତେ ଆହୁରି ଏମିତି କ'ଣ କହିଲେ, ଠକ୍ ଠକ୍ କରି ବାଡ଼େଇକି ସଚେତନ କରାଇଦେଲେ ଯେ ପ୍ରଭୁ ତମ ଭିତରେ ଅଛନ୍ତି, ତାଙ୍କୁ ତାଙ୍କ ସହିତ ସମ୍ପର୍କ କର, ଏ ବାହାର ସହିତ ସମ୍ପର୍କ କର ନାହିଁ। ମୀରାବାଇଙ୍କର ସେଇ ଯୋଉ ଘଟଣାଟି ମନେ ପକେଇବା। ମୀରାବାଇ ଯାଇଥିଲେ, ତାଙ୍କର ଯୋଉ ଜଣେ ମାଉସୀ ଯୋଉ କହିଲେ, ଏଗୁଡ଼ା ପ୍ରାୟ ଆଲୋଚନା ହଉଛି ସବୁ। ଜଣେ ତାଙ୍କର ସମ୍ପର୍କୀୟ କହିଲେ ତାଙ୍କ ସ୍ୱାମୀ ତାଙ୍କୁ ବହୁତ ଗାଳି ଦିଅନ୍ତି, ବାଡ଼ାନ୍ତି। ଇଏ ମନ୍ଦିରକୁ ଆସି ପହଞ୍ଚନ୍ତି, ସେ ନଡ଼ିଆ ଯୋଉ ନଡ଼ିଆ ଧରିଥିଲେ ତାଙ୍କ ସ୍ୱାମୀ ସେଇ ନଡ଼ିଆରେ ତାଙ୍କ ମୁଣ୍ଡ ଫଟେଇ ଦେଲେ। କୁଆଡ଼େ ପଳେଇছে? ମନ୍ଦିରରେ ପୂଜା କରୁଛି। ଆରେ ମୁଁ ତୋର ଇଷ୍ଟ ଦେବ, ମୁଁ ତ ପତିଦେବ ଇଷ୍ଟ ଦେବ ଥାଉ ତ ଭଗବାନଙ୍କୁ ପୂଜା କରୁଛି। ରାଗିକି ସେଇ ନଡ଼ିଆରେ ପିଟିଦେଲେ, ମୁଣ୍ଡ ଫାଟି ରକ୍ତ ବାହାରିଲା। ଇଏ କୃଷ୍ଣ 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 ଭଗବାନଙ୍କୁ ଡାକିକି ତାଙ୍କର ମୁଣ୍ଡଟାକୁ ଫାଟିଗଲା, ତାକୁ ଧରିକି ଗଲେ, କାମ କଲେ। ତାପରେ କହୁଛନ୍ତି ଦେଖ ଭଗବାନ ମତେ ଏମିତି ଏକ ଦେଇଛନ୍ତି ସ୍ୱାମୀ, ଯିଏ ତାଙ୍କ ଯୋଗୁଁ ମୁଁ ପ୍ରତି ମୁହୂର୍ତ୍ତରେ ଭଗବାନଙ୍କୁ ମନେ ପକେଇ ପାରୁଛି, ଆଉ ଭୁଲିବାର ଚାନ୍ସ ନାହିଁ। କାହିଁକିନା ଆମେ ଯେତେବେଳେ ସୁଖ ଭିତରେ ପଶିଯାଉଛୁ ଭୁଲି ଯାଉଛୁ ତାଙ୍କୁ। ତେଣୁ ଇଏ ଯୋଉ ଯନ୍ତ୍ରଣା ଦଉଛନ୍ତି ନା, ତେଣୁ ଇଏ ଭଗବାନଙ୍କୁ ଡାକିବାକୁ ବାଧ୍ୟ ହଉଛନ୍ତି। ଆର୍ତ ବୋଲି ଆପଣ ଭାବିପାରନ୍ତି, ଆର୍ତ ଭକ୍ତ। ତାମାନେ ପ୍ରତ୍ୟେକ ମୁହୂର୍ତ୍ତରେ ମତେ ସେ କୃତଜ୍ଞ କରାଉଛି, ମତେ ସେ ସଚେତନ କରାଇ ଦଉଛି
ଯେ ପ୍ରେମାସ୍ପଦଙ୍କ ସହିତ ତୁମେ ଲୀନ ହେଇକି ରୁହ। ତେଣୁ ସେ କହିଲେ ମୁଁ ସେତେବେଳେ ସିଏ ବିଜୟ ଲାଭ କରୁଛି, ସିଏ ଦେଖଉଛି ଯେ ମୁଁ ହଉଛି ସର୍ବଶ୍ରେଷ୍ଠ, ସେଇ ସମୟରେ ମୁଁ ପ୍ରେମାସ୍ପଦଙ୍କର କଥା ଭାବିବି ଏବଂ ମୁଁ ବିଶ୍ୱାସ କରୁଛି ଯେ କେବଳ ତାଙ୍କ ଇଚ୍ଛା ବ୍ୟତୀତ ଆଉ କେବେ ହେଲେ କିଛି ହୁଏ ନାହିଁ। ଏହି ବିଶ୍ୱାସରେ ନିଜକୁ ଦୃଢ଼ ରଖିବାକୁ ପଡ଼ିବ। ସ୍ୱର୍ଗରେ ହେଉ ଅଥବା ନର୍କରେ ହେଉ, ସ୍ଥଳଭାଗରେ ହେଉ ଅଥବା ଜଳଭାଗରେ ହେଉ, ସର୍ବତ୍ର ଠିକ୍ ସେହିପରି। ମାନେ ଯୋଉ ସ୍ଥାନରେ ହେଲେ ବି ଏହା ହିଁ ସତ୍ୟ ଯେ ଭଗବାନଙ୍କର ବିଜୟ ସୁନିଶ୍ଚିତ। ପ୍ରତ୍ୟେକ ମୁହୂର୍ତ୍ତରେ ଯେତେ ପ୍ରକାରର ପରିସ୍ଥିତି ଅତି ବିଭତ୍ସ, ଅତି ଭୟାନକ, ଅତୀବ ତୀବ୍ର, ଅତିକ ବିରୋଧୀଯୁକ୍ତ ହେଲେ ମଧ୍ୟ ସେ ସମୟରେ ପ୍ରେମାସ୍ପଦଙ୍କର କଥା ଭାବି, ପ୍ରେମାସ୍ପଦଙ୍କୁ ମୋର ହୃଦୟରେ ଧରି ରଖି, ପ୍ରେମାସ୍ପଦଙ୍କର ଯୋଉ ସ୍ପନ୍ଦନରେ ସ୍ପନ୍ଦିତ ହୋଇ ମୁଁ କାର୍ଯ୍ୟ କରିବି, ପୂର୍ଣ୍ଣ ବିଶ୍ୱାସ ତାଙ୍କରି ଉପରେ ହିଁ ରଖିବି। ଏଇ ସଂକଳ୍ପ ରଖିବା, ଏଇ ଅଭିପ୍ସା ରଖିବା ମାଙ୍କ ପାଖରେ ଯେ ମା ମୋତେ ପ୍ରତ୍ୟେକ ମୁହୂର୍ତ୍ତରେ ସଚେତନ କରାଇ ଦିଅନ୍ତୁ, ଯେପରି ମୁଁ ଏଇ ଶୈତାନର ପ୍ରଭାବରେ ନ ପଡ଼େ, ନିଜକୁ ପ୍ରତିଷ୍ଠିତ ନ କରେ, କେବଳ ପରମଙ୍କ ପାଇଁ, ପରମଙ୍କ ମଧ୍ୟରେ ଅତିମାନ ଶକ୍ତିର କ୍ରିୟା କରିବା ପାଇଁ ମୋ ଭିତରେ ରିସେପ୍ଟିଭିଟି, ହ୍ୟୁମିଲିଟି, ନୋବିଲିଟି ସବୁ କିଛି କେବଳ କେବଳ ପରମଙ୍କୁ ପରିପ୍ରକାଶ କରିବା ପାଇଁ ମୋ ଭିତରେ ତାହା ବୃଦ୍ଧି ହେଉ। ମା, thank you all, Robert.